ଏ ସୋସିଆଲ ମିଡ଼ିଆ ଜମାନାରେ ଅନେକ ସମୟରେ ଆପଣମାନେ ଲକ୍ଷ୍ୟ କରିଥିବେ ଯଦି କିଏ କିଛି ଲେଖୁଛି କିଏ କିଛି ପୋଷ୍ଟ କରୁଛି ତା ତଳକୁ ଯଦି ଗୋଟେ ନେଗେଟିଭ କମେଣ୍ଟ ଆରମ୍ଭ ହେଉଛି ସେଇଠୁ ଆରମ୍ଭ ହେଇଯାଏ ନେଗେଟିଭ ନେଗେଟିଭ ଆଉ ନେଗେଟିଭ। କିଏ କ'ଣ ପୋଷ୍ଟ କରୁଛି ସେଇଟା ହୁଏତ ତାର ବ୍ୟକ୍ତିଗତ ହେଇପାରେ କିମ୍ବା କୌଣସି ସାମୂହିକ କଥାକୁ ନେଇକି ହେଇପାରେ କିମ୍ବା କିଛି ବି ଘଟଣା ଉପରେ ଆଧାରିତ ହେଇପାରେ, କିନ୍ତୁ ଫେସବୁକରେ ଲେଖୁଥିବା ବା ପୋଷ୍ଟ କରୁଥିବା କିଛି ବି ଜିନିଷକୁ ଆପଣ ଉପଯୁକ୍ତ ଭାବେ ବୁଝି ବିଚାରି କମେଣ୍ଟ ଦେବାର ଆବଶ୍ୟକତା ଅଛି। ନହେଲେ କିଏ ହୁଏତ କାହାର ଆକ୍ରୋଶ କାହା ଉପରେ କାଢ଼ୁଥାଇପାରେ କିମ୍ବା କାହା ଉପରେ ସେ ଆକ୍ରୋଶ ରଖିକି ଲେଖୁଥାଇପାରେ କିମ୍ବା କାହା ଉପରେ ସେ ମଜାକ ଭାବେ ଲେଖୁଥାଇପାରେ କିମ୍ବା ରାଗ ସୁଝାଇବା ପାଇଁ ଲେଖୁଥାଇପାରେ। ତ ସେ ସବୁକୁ ଯଦି ନ ବୁଝି ଆପଣମାନେ ଅନ୍ୟଥାରେ କମେଣ୍ଟ ଦେଉଛନ୍ତି ତେବେ ଆପଣଙ୍କୁ ହିଁ ଅନ୍ୟ ଲୋକମାନେ ଖରାପ ଭାବିବେ। ତାର କାରଣ ନା ଆପଣ ସେ ପୋଷ୍ଟର ଅର୍ଥକୁ କିଛି ବୁଝିନାହାନ୍ତି। ଯିଏ ଯାହା ଲେଖିଦେଲା ଆମେ ତା ତଳେ ତାକୁ ସେଇଆ ସେଇଆ ଲେଖିକି ଚାଲିଲେ। ତେଣୁ ଏ ବିଷୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି। ଏଇ ତ ଜୀବନର କଥା।